ପୂର୍ବପୁରୁଷ ମାନେ କହି ଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ। ନମ୍ବର 1, ପ୍ରେଗନେନ୍ସିରେ ଷ୍ଟ୍ରେଚ୍ ମାର୍କ ହୋଇଥିଲେ ପ୍ରତିଦିନ ଆଲୋଭେରା ଜେଲ୍ ଲଗାନ୍ତୁ। ଧୀରେ ଧୀରେ ଷ୍ଟ୍ରେଚ୍ ମାର୍କ କମ୍ ହୋଇଥାଏ। ନମ୍ବର 2, ପ୍ରତି ସୋମବାର ଦିନ ପିମ୍ପୁଡ଼ି ଗାତରେ ଅଟା, ଚିନି ଏବଂ ଅରୁଆ ଚାଉଳ ଦେଲେ ଶୁଭ ଫଳ ମିଳିଥାଏ। ତା ସହିତ କେତୋଟି ସୋମବାର ଏପରି କରିବା ଦ୍ୱାରା ମନସ୍କାମନା ମଧ୍ୟ ପୂରଣ ହୋଇଥାଏ। ନମ୍ବର 3, ଯଦି ଆପଣଙ୍କର ରକ୍ତହୀନତା ରହିଛି ତେବେ ଆପଣ ପ୍ରତିଦିନ ଗୋଟେ ସେଓ ଏବଂ ଗୋଟେ ଡାଳିମ୍ବ ନିହାତି ଭାବରେ ସେବନ କରିବା ଉଚିତ। ନମ୍ବର 4, ଖାଦ୍ୟ ସେବନ କରିବା ସମୟରେ କେବେ ବି ଲୁଣ ତଳେ ପକାଇବା ଉଚିତ ନୁହେଁ କିମ୍ବା ହାତରେ ଲାଗିଥିବା ଲୁଣକୁ ନିଜର ପିନ୍ଧିଥିବା ବସ୍ତ୍ରରେ ପୋଛିବା ଉଚିତ ନୁହେଁ। ନମ୍ବର 5, ନାରୀମାନେ ସ୍ନାନ ପରେ ନିଜର ଆଙ୍ଗୁଳିରେ ସିନ୍ଦୁର ପିନ୍ଧନ୍ତୁ ନାହିଁ। କେବଳ ରୂପା କଣ୍ଟା କିମ୍ବା ଝିଙ୍କ କାଠିରେ ସିନ୍ଦୁର ପିନ୍ଧନ୍ତୁ। ସ୍ୱାମୀ ଓ ସ୍ତ୍ରୀଙ୍କ ପାଇଁ ଏହା ବହୁତ ମଙ୍ଗଳ ଅଟେ। ନମ୍ବର 6, ଘରେ ବ୍ୟବହୃତ ପାଣି ଟ୍ୟାପ୍ରୁ ପାଣି ବନ୍ଦ ପରେ ମଧ୍ୟ ପାଣି ଝରିଲେ ଘରର ଅମଙ୍ଗଳ ହୋଇଥାଏ। ଏହା ଫଳରେ ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟେ ନାହିଁ। ନମ୍ବର 8, ଶୟନ କରିବା ସମୟରେ କେବେ ବି ଓଲଟା ବା ମୁହଁକୁ ତଳକୁ ମାଡ଼ିକି ଶୟନ କରନ୍ତୁ ନାହିଁ। ଏମିତି ଶୟନ କରିବା ଦ୍ୱାରା ସିଧା ହାର୍ଟ ଉପରେ ପ୍ରଭାବ ପଡ଼ିଥାଏ। ନମ୍ବର 9, ସକାଳୁ ସ୍ନାନ କରିସାରିବା ପରେ ଯଦି ଆପଣ ଗାୟତ୍ରୀ ମନ୍ତ୍ର ପାଠ କରନ୍ତି ଏହାଦ୍ୱାରା ଆପଣଙ୍କ ମସ୍ତିଷ୍କକୁ ଗୋଟେ ପ୍ରକାର ପାୱାର ମିଳିଥାଏ। ଗାୟତ୍ରୀ ମନ୍ତ୍ର ସବୁଦିନ ପାଠ କରନ୍ତୁ, ଏହା ଭଲ ହୋଇଥାଏ। ନମ୍ବର 10, କାହାର ଘର କିମ୍ବା ଚଉରା ପ୍ରତିଷ୍ଠାରେ ଯଦି କଉଡ଼ି ଏବଂ ପଇସା ପାଆନ୍ତି ତାକୁ ଆଣି ଆପଣଙ୍କ ପଇସା ରଖିବା ସ୍ଥାନରେ ରଖନ୍ତୁ। ଏହା ଆପଣଙ୍କୁ ଆହୁରି ଧନୀ କରିଥାଏ। ନମ୍ବର 11, ବିଛଣାରେ ଶୋଇଥିବା ବେଳେ ଆପଣଙ୍କ ପ୍ରତିବିମ୍ବ ଆଇନାରେ ଦେଖିବା ଉଚିତ ନୁହେଁ। ଏହା ଅମଙ୍ଗଳ ହେବା ସହିତ ଖରାପ ଶକ୍ତିର ପ୍ରଭାବ ମଧ୍ୟ ପଡ଼ିଥାଏ। ନମ୍ବର 12, ମୁଣ୍ଡ ଯନ୍ତ୍ରଣା ହେଉଥିଲେ କିମ୍ବା ମୁଣ୍ଡ ବୁଲାଉଥିଲେ ତୁରନ୍ତ ଧଳା ଜିରା ଖାଆନ୍ତୁ। ଏହାଦ୍ୱାରା ଯନ୍ତ୍ରଣା ବହୁ ଜଲ୍ଦି କମିଯାଏ। ନମ୍ବର 13, ଯଦି ଆପଣ ପ୍ରତିଦିନ ସକାଳ ଜଳଖିଆରେ 1 ଗିଲାସ ସାଗୁଦାନା କ୍ଷୀରି ଖାଉଛନ୍ତି ତାହେଲେ ଏହା ଆପଣଙ୍କ ଓଜନକୁ ଶୀଘ୍ର ବଢ଼ାଇବାରେ ସାହାଯ୍ୟ କରିଥାଏ। ଓଜନ ବଢ଼ାଇବା ପାଇଁ ଏହା ହେଉଛି ଗୋଟିଏ ବହୁତ ଭଲ ଉପାୟ। ନମ୍ବର 14, ମଇଦାରେ ତିଆରି ହୋଇଥିବା ଖାଦ୍ୟ କମ୍ ଖାଆନ୍ତୁ କାହିଁକିନା ମଇଦା ଦେହ ପାଇଁ ଅଧିକ କ୍ଷତିକାରକ। ବିଶେଷ କରି ଛୁଆମାନଙ୍କୁ ମଇଦା ତିଆରି ଖାଦ୍ୟ ଖାଇବାକୁ ଦିଅନ୍ତୁ ନାହିଁ। ସେମାନଙ୍କ ଦେହ ମଇଦା ତିଆରି ଖାଦ୍ୟରେ ଅତ୍ୟଧିକ ଖରାପ ହୋଇଥାଏ। ନମ୍ବର 15, ମୋଟାପାର ମୁଖ୍ୟ କାରଣ ହେଉଛି ତେଲ ଏବଂ ମିଠା ଖାଦ୍ୟ। ଏହି ଖାଦ୍ୟ ଶରୀରର ଚର୍ବି ଅଂଶକୁ ବଢ଼ାଇଥାଏ। ଆପଣ ଏସବୁରୁ ଦୂରେଇ ରୁହନ୍ତୁ। ନମ୍ବର 16, ରନ୍ଧା ନଡ଼ିଆ ତେଲ ସହିତ ରାଶି ତେଲ ମିଶାଇ ଚୁଟିରେ ମାଲିସ କରିବା ଦ୍ୱାରା ଚୁଟି ଭଲ ବଢ଼ିଥାଏ ଓ ମଜବୁତ ମଧ୍ୟ ରହିଥାଏ। ନମ୍ବର 17, ପାଦ ଦରଜ ହେଉଥିଲେ ସୋରିଷ ତେଲ ହାଲକା ଗରମ କରି ମାଲିସ କରିବା ଦ୍ୱାରା ପାଦ ଦରଜ ଶୀଘ୍ର ଠିକ୍ ହୋଇଥାଏ। ନମ୍ବର 18, ଯଦି ଆପଣ ମୋଟାପାକୁ କମ୍ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିୟମିତ ସକାଳେ ଭିଜାଇ ରଖିଥିବା ଚଣା ଖାଆନ୍ତୁ। ଏଥିରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ। ଏହା ଖାଇଲେ ଭୋକ ଅଧିକ ସମୟ ପର୍ଯ୍ୟନ୍ତ ଲାଗିନଥାଏ। ନମ୍ବର 19, ଯଦି ଟିକେ କାମ କରି ଆପଣଙ୍କୁ ହାଲିଆ ଲାଗୁଛି ତେବେ ଆପଣ ଗୁଡ଼ରେ ପାଣି ମିଶାଇ ପିଅନ୍ତୁ। ନମ୍ବର 20, ଲେମ୍ବୁ ଏବଂ କମଳା ଅପେକ୍ଷା ପିଜୁଳିରେ ଅଧିକ ପରିମାଣରେ ଭିଟାମିନ୍ ସି ରହିଥାଏ। ଏହାକୁ ନିୟମିତ ଖାଆନ୍ତୁ, ଏହା ତ୍ୱଚାକୁ ଉଜ୍ଜ୍ୱଳ କରିଥାଏ। ନମ୍ବର 21, କେଶରେ ଯେଉଁମାନେ ପିଲାଦିନରୁ ରାଶି ତେଲ ଲଗାଇଥାନ୍ତି ସେମାନଙ୍କର ବୟସ ହେବା ପର୍ଯ୍ୟନ୍ତ ଚୁଟି କେବେ ବି ପାଚି ନଥାଏ। ନମ୍ବର 22, ପ୍ରତିଦିନ ଖାଲି ପେଟରେ ସକାଳେ 2ଟି ଗୋଲମରିଚ ଖାଇବା ଦ୍ୱାରା ଦୃଷ୍ଟିଶକ୍ତି ବଢ଼ିଥାଏ। ନମ୍ବର 23, ପେଟ ଗରମ ହୋଇଥିଲେ ହଳଦିଆ ରଙ୍ଗର ପରିସ୍ରା ହୋଇଥାଏ। ଏହାକୁ ଭଲ କରିବା ପାଇଁ ରାତିରେ ପାଣି ସହିତ ମିଶ୍ରି ପକାଇ ସକାଳୁ ଉଠି ସେହି ପାଣି ପିଇବା ଉଚିତ। ଏମିତି କଲେ ଧୀରେ ଧୀରେ ହଳଦିଆ ପରିସ୍ରା କମିଯିବ। ନମ୍ବର 24, ପେଟର ଚର୍ବିକୁ କମ୍ କରିବାକୁ ହେଲେ 3 ମାସ ଲଗାତାର ସକାଳୁ ସକାଳୁ ଜିରା ପାଣି ପିଅନ୍ତୁ ଏବଂ ସକାଳୁ ସକାଳୁ ଚାଲନ୍ତୁ। ଏହାଦ୍ୱାରା 3 ମାସ ମଧ୍ୟରେ ପେଟର ଚର୍ବି ଦୂର ହୋଇଯାଇଥାଏ। ନମ୍ବର 25, ଦାନ୍ତ ଯଦି ହଳଦିଆ ରଙ୍ଗ ହୋଇଯାଇଛି ତେବେ ଆପଣ ଦାନ୍ତରେ କୋଇଲା କିମ୍ବା ଲେମ୍ବୁ ରସ ଲୁଣରେ ଘଷନ୍ତୁ। ଦେଖିବେ ଦାନ୍ତ ପୁରା ଚକାଚକ ହୋଇଯିବ। ନହେଲେ ଆପଣ ଦାନ୍ତରେ ସୋରିଷ ତେଲ ଲଗାଇ ପାରିବେ। ନମ୍ବର 26, ଆଖି ତଳ କଳା ଦାଗ ଲିଭାଇବା ପାଇଁ ଲେମ୍ବୁ ରସ ସହିତ ବିଲାତି ରସ ମିଶାଇ କଳା ଦାଗରେ ଲଗାନ୍ତୁ। ଦେଖିବେ ଦାଗ ବହୁ ଜଲ୍ଦି ଚାଲିଯିବ।
नंबर 27 आंठुगंठी जंत्रणा हेउथिले पानी पीवा बेले बसिकी पियंतु एवं दिन को 5टी लवंग चोबई करी खांतु आंठुगंठी जल्दी ठीक हो। नंबर 28 प्रत्येक दिन स्वामी स्त्री उभय ओम नमो शिवाय मंत्र जप करने द्वारा समस्त अभाव असुविधा दूर हो सुख शांति प्राप्त होता है। नंबर 29 गोटे दिन रे जदि बहु बाप घरे एवं शाशु घरे भोजन करे तेबे दुर्भाग्य आसी थाए यही कथा मन रखिबे। नंबर 30 नियमित भाव में कदली गछ मूल जल अर्पण करने द्वारा एवं घी दीप जलाइबा द्वारा दरिद्रता दूर होता है। नंबर 31 ज्योतिष शास्त्र अनुसार सोमवार दिन शिव मंदिर रे क्षीर एवं चाउल अर्पण करने द्वारा मन मुताबक चाकरी प्राप्त होता है। मन रखिबे यही काम सोमवार दिन ही करिबे। नंबर 32 ध्यान जदि स्थिर होई रहु न थाए तेबे नियमित सकाळु 10 रु 15 मिनिट आखि बंद करी नीरव होई बसंतु एवं 10 रु 1 संख्या पर्यंत उल्टा गणंतु एमिति 10 थर गणंतु एहा कले ध्यान ठीक रे होई थाए। नंबर 33 जोता चप्पलरू दुर्गंध बाहरुथिले सुखिला चा पत्ती सेथिरे रखिदेबा द्वारा दुर्गंध बहुत जल्दी गायब हो जाए। नंबर 34 चाउल को अधिक दिन साइज रखापी 2-3 लिंब डाल रखिदिंतु देखिए आदौ पोक लगे ना। नंबर 35 कर्पूर तेल को खटर चारिकोण लगेले छार पोक और असरपा हेबेनी। नंबर 36 तरकारी लुण अधिक हेउथिले चकटा अटा गोला पकई किछि समय पर बाहर करी आनिले लुण परिमाण कम हो जिवो। नंबर 37 गाजर रे भल परिमाण आयरन थाए केवल एतिकी नुहे एथिरे विटामिन ई मध्य मिलता है जहाँ नूतन रक्त सृष्टि करिबारे बहुत सहायक होता है। नंबर 38 जदि नाक चारि पाखरे ब्लैक हेड किंबा पिंपल्स थाए तेबे लेंबू चोपा सहित महू को मिसई 5 मिनिट पाई धीरे धीरे स्क्रब करंतु एहा द्वारा ब्लैक हेड समस्या दूर होता है। नंबर 39 गुजराती को पेस्ट तैयारी करी कपाल रे लगेले मुंड बिंधारु तुरंत आराम मिलता है। नंबर 40 मस्तिष्क एवं हृदयर दुर्बलता दूर करने राति रे खजुरी भिजई सकाळे क्षीर किंबा घी सहित खाइबा द्वारा मस्तिष्क एवं हृदय मांसपेशी को शक्ति मिलता है। आपण मानक जदि मो भिडियोटी भल लगु थाए ताहाले लाइक कमेंट आउ शेयर करिया को जमा भी भूलिबेनी। आउ जदि आपण माने मो चैनल को नुआ करी आछंती ताहाले गोटे सब्सक्राइब निहाती करी देबे। जय जगन्नाथ। आउ आपण माने नेक्स्ट को वीडियो देखिया चाहूचंती मते कमेंट करिया को जमा भी भूलिबेनी।